ନନ୍ଦିନୀ ଗୌରବକୁ କହୁଛନ୍ତି ଆଦର୍ଶ ମୋତେ ଧୋକା ଦେଇଛନ୍ତି। ଆଉ ତାଙ୍କଠାରୁ ପ୍ରତାରଣା ପାଇବା ପରେ ମୁଁ ଡିପ୍ରେସନକୁ ଚାଲି ଯାଇଥିଲି। ଆଉ ଏବେ ମୁଁ ନିଜକୁ ବହୁତ କଷ୍ଟରେ ସମ୍ଭାଳିଛି। ଆଉ ସେଥିପାଇଁ ମୁଁ ଡିସାଇଡ୍ କରିଛି ଆଦର୍ଶ ମୋତେ ଯେମିତି ଯନ୍ତ୍ରଣାରେ ଛଟପଟ କରିଛନ୍ତି ମୁଁ ବି ତାଙ୍କୁ ସେଇ ଯନ୍ତ୍ରଣାରେ ଛଟପଟ କରାଇବି। ନନ୍ଦିନୀଙ୍କ ପାଖରୁ ଏମିତି କଥା ଶୁଣିବା ପରେ ଗୌରବ କହୁଛନ୍ତି, ନନ୍ଦିନୀ ତମେ ହେଉଛ ଗୋଟେ ଜଳନ୍ତା ଜ୍ୱାଳାମୁଖୀ। ଏକଥା ଯଦି ତମେ ମୋତେ ଆଗରୁ କହିଥାନ୍ତ ତାହେଲେ ଆମେ ଆମ ମିଶନରେ ବହୁତ ଆଗରେ ଥାନ୍ତେ। କାରଣ ମୋର ବି ଟାର୍ଗେଟ୍ ହେଉଛି ଆଦର୍ଶର ବର୍ବାଦୀ କରିବା। କାହିଁକି ନା ସେ ଆଦର୍ଶ ମୋ ଠାରୁ ସବୁକିଛି ଛଡ଼େଇ ନେଇଯାଇଛି। ବାପା ମା ସ୍ନେହ ଭଲ ପାଇବା ଅଧିକାର ସବୁକିଛି ନେଇଯାଇଛି। ଘରର ବଡ଼ ପୁଅ ମୁଁ ଥାଉ ଥାଉ ଆଦର୍ଶ ହେଉଛି ଘରର ଉତ୍ତରାଧିକାରୀ। ପିଲାଦିନୁ ଆଦର୍ଶ ମାୟା ଆଉ ଆନନ୍ଦଙ୍କର ପୁଅ ହେଇ ଯିବା ପରେ ମଧ୍ୟ ବାପା ମା ମୋଠୁ ଅଧିକ ଆଦର୍ଶକୁ ଭଲ ପାଉଛନ୍ତି। ଆଉ ଏବେ ମୋ ସ୍ତ୍ରୀ ରିମଝିମ୍ ମଧ୍ୟ ସେମାନଙ୍କର ଗୋଲାମ ହେଇସାରିଲାଣି। ତେଣୁ ନନ୍ଦିନୀ ତମର ଆଉ ମୋର ଶତ୍ରୁ ହେଉଛନ୍ତି ଏଗ୍। ଗୌରବଙ୍କ ପାଖରୁ ଏମିତି କଥା ଶୁଣିବା ପରେ ନନ୍ଦିନୀ କହୁଛନ୍ତି, ଗୌରବ ମୁଁ କିନ୍ତୁ ତମ ଭଳି ଲାଉଡଲି କାମ କରିବା ପାଇଁ ଚାହେଁନି। ମୁଁ ଏକଦମ ସାଇଲେଣ୍ଟ କିଲର ଭଳି କାମ କରିବାକୁ ଚାହେଁ। ତେବେ ଦର୍ଶକ ବନ୍ଧୁ ଗୌରବ ଆଉ ନନ୍ଦିନୀ ମିଶିକି ଆଦର୍ଶ ଆଉ ପଲ୍ଲବୀଙ୍କୁ ଅଲଗା କରିପାରିବେ କି ନା ଆଦର୍ଶ ଆଉ ପଲ୍ଲବୀଙ୍କୁ କେହି ବି ଅଲଗା କରିପାରିବେନି? ଆମକୁ କମେଣ୍ଟ ମାଧ୍ୟମରେ ଆପଣଙ୍କର ମତାମତ ଜଣାନ୍ତୁ।